କଳା ସାହିତ୍ୟର ସାମାଜିକ ପୃଷ୍ଠଭୂମି। ପ୍ରାକ୍ ଶାଳା ସାହିତ୍ୟ ଓଡ଼ିଶା ସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ, ଯାହା ସାଧାରଣ ଲୋକଙ୍କର ଜୀବନ ଓ ସମାଜର ସାଧାରଣ ଦୃଶ୍ୟକୁ ପ୍ରତିବିମ୍ବିତ କରେ। ସାଧାରଣ ଲୋକଙ୍କ ଜୀବନ ସମାଜର ସାଧାରଣ ଦୃଶ୍ୟ। ଏହି ସାହିତ୍ୟର ମୂଳ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କ ଭାଷା ଜୀବନଶୈଳୀକୁ ସାହିତ୍ୟରେ ଆଣିବା। ଭାଷା ଜୀବନଶୈଳୀ, ଯାହାଦ୍ୱାରା ସମାଜର ଅନେକ ପ୍ରତିବନ୍ଧକତା ଓ ଅନ୍ୟାୟକୁ ଉଜାଗର କରାଯିବ। ଲୋକଙ୍କ ଜୀବନଶୈଳୀ ଆଣିଲେ ତ ଭାଷା ଆଣିଲେ ତ ଅନ୍ୟାୟ ବାହାରିବ। ପ୍ରାକ୍ ଶାଳା ସାହିତ୍ୟ। ପ୍ରାକ୍ ଶାଳା ସାହିତ୍ୟ ହେଉଛି ସମାଜ ପୃଷ୍ଠଭୂମିରେ ଗ୍ରାମୀଣ ଜୀବନ, ଲୋକକଥା, ଧର୍ମ ଆଦି ସାମାଜିକ ମୂଲ୍ୟବୋଧ ଚିନ୍ତାଧାରା ଦୃଢ଼ ଭାବରେ ପ୍ରତିବିମ୍ବିତ ହୁଏ, ରିଫ୍ଲେକ୍ଟ କରେ ସବୁ ଚିନ୍ତାଧାରା, ମୂଲ୍ୟବୋଧ, ଧର୍ମ, ସାମାଜିକ ମୂଲ୍ୟବୋଧ। ଏହି ସାହିତ୍ୟ ମାଧ୍ୟମରେ ସମାଜର ଅନ୍ୟାୟ, ଦୁର୍ନୀତି, ଅନ୍ୟାୟ ବିରୋଧରେ ସଚେତନତା ଜଣାଯାଏ। ସାହିତ୍ୟ ମାନେ ସବୁ ସେୟା ଲିଟରେଚର। ସାଧାରଣ ଲୋକଙ୍କ ମଧ୍ୟରେ ସମାଜସେବା ଓ ନ୍ୟାୟ ପ୍ରତି ଆଗ୍ରହ ଜନ୍ମାଏ। ସାରାଂଶରେ ପ୍ରାକ୍ ଶାଳା ସାହିତ୍ୟ ହେଉଛି ସାଧାରଣ ଲୋକଙ୍କ ଜୀବନ ଓ ସମସ୍ୟାଗୁଡ଼ିକୁ ସାହିତ୍ୟ ମାଧ୍ୟମରେ ପ୍ରକାଶ କରି ସମାଜର ସୁଧାର ଓ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ପ୍ରାକ୍ ଶାଳା ସାହିତ୍ୟ ସମାଜର ସାଧାରଣ ଲୋକଙ୍କ ଜୀବନ ଓ ସମସ୍ୟାଗୁଡ଼ିକୁ ସାହିତ୍ୟ ମାଧ୍ୟମରେ ପ୍ରକାଶ କରି ସମାଜର ସୁଧାର ଓ ଉନ୍ନତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସାଧାରଣ ଲୋକଙ୍କ ଜୀବନ ଓ ସମସ୍ୟାଗୁଡ଼ିକ